ନମସ୍କାର, ଜୟ ଜଗନ୍ନାଥ। ଆସନ୍ତୁ ଜାଣିବା ଆଜିର କେତେଗୁଡ଼ିଏ ଅନୁଚିନ୍ତା ଟିପ୍ସ। 1 ନମ୍ବର, ବୈଶାଖ ମାସରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀଙ୍କର ନିୟମିତ ପୂଜା, ତୁଳସୀ ପୂଜା, ଗରିବଙ୍କୁ ଦାନ ଏବଂ ସୂର୍ଯ୍ୟୋଦୟ ପରେ ନ ଶୋଇବା ଭଳି ଏପରି ନିୟମ ଯଦି ପାଳନ ଆପଣମାନେ କରନ୍ତି, ତେବେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଘର ପ୍ରତି ଓ ଆପଣଙ୍କ ପ୍ରତି ରହିଥାଏ। 2 ନମ୍ବର, ଘରେ କୌଣସି ବି ଧନ ପ୍ରାପ୍ତି ଯଦି ହୋଇଥାଏ, ତେବେ ସେ କଥାକୁ ଗୁପ୍ତ ରଖନ୍ତୁ। କୌଣସି ବି ଗରିବ ଲୋକକୁ ଯଦି କେବେ ଦାନ କରିଛନ୍ତି, ତେବେ କାହାକୁ ମଧ୍ୟ ପ୍ରକାଶ କରନ୍ତୁ ନାହିଁ। ପ୍ରତିଦିନ ଯଦି ସକାଳେ ନିମ୍ବ ଦାନ୍ତକାଠିରେ ଦାନ୍ତ ଘଷନ୍ତି, ତେବେ ଏହା ଜୀବାଣୁମାନଙ୍କୁ ମାରି ଦେଇଥାଏ ଏବଂ ଆପଣଙ୍କର ଦାନ୍ତ ପୁରା ମଜବୁତ ହୋଇ ରହିଥାଏ। ସୋରିଷ ତେଲରେ ଲୁଣ ମିଶାଇ ମାଢ଼ିରେ ଯଦି ଲଗାନ୍ତି, ଏହା କୃମି ମାରି ଦେଇଥାଏ। ତା ସହିତ ଦାନ୍ତ ବିନ୍ଧା, ଦରଜ ଏସବୁ ମଧ୍ୟ କମାଇ ଦେଇଥାଏ। ତା ସହିତ ଲବଙ୍ଗ ତେଲକୁ ମଧ୍ୟ ଦାନ୍ତରେ ଲଗାଇବା ଦ୍ୱାରା ଫୁଲା ଏବଂ ସଂକ୍ରମଣ ଉଭୟରୁ ମୁକ୍ତି ମଧ୍ୟ ମିଳିଥାଏ। ଏହି ଟିପ୍ସ ସବୁ ଶେଷ ପର୍ଯ୍ୟନ୍ତ ଆପଣମାନେ ଦେଖନ୍ତୁ। ଶେଷକୁ ଆହୁରି ବହୁତ ଭଲ ଭଲ ଟିପ୍ସ ଅଛି। ତା ସହିତ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓଟି ଲାଇକ୍, ସେୟାର ଓ ହାଇପ୍ ପଏଣ୍ଟ ମଧ୍ୟ ଦୟାକରି ଦିଅନ୍ତୁ। ଖାଦ୍ୟ ଏବଂ ଜଳ ଦାନ କରିବା ସବୁଠାରୁ ଶୁଭ ବୋଲି ବିବେଚନା କରାଯାଏ। ଏହା ବ୍ୟତୀତ ନୂତନ ପୋଷାକ, ଧନ, ପୁସ୍ତକ ଏବଂ ଉପଯୋଗୀ ଜିନିଷ ଦାନ କରିବା ଦ୍ୱାରା ସକାରାତ୍ମକ ଫଳାଫଳ ମିଳିଥାଏ। ଯେଉଁମାନଙ୍କର ଜାତକରେ ଲଗ୍ନର ସପ୍ତମରେ ଶନି ରୁହେ, ତେବେ ସେ ଛୋଟା ବା ଦିବ୍ୟାଙ୍ଗ ହୋଇଥାଏ। ଯଦି ଆପଣଙ୍କର କୌଣସି ଜାତକରେ ବୁଧ ଦ୍ୱିତୀୟ, ପଞ୍ଚମ, ଦଶମ ଓ ଏକାଦଶରେ ଥାଏ, ତାହେଲେ ଏବଂ ଯେଉଁ ଜାତକରେ ଲଗ୍ନ ସପ୍ତମରେ ଚନ୍ଦ୍ର ଥାଏ, ତାହେଲେ ରାଜଦଣ୍ଡ ଏ ଭୋଗ କରନ୍ତି। ଦୟାକରି ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ହାଇପ୍ ପଏଣ୍ଟ ଦୟାକରି ଏହି ଭିଡ଼ିଓରେ ଦିଅନ୍ତୁ। କମେଣ୍ଟରେ ଭଗବାନଙ୍କ ନାଁ ମଧ୍ୟ ଲେଖିକି ଦିଅନ୍ତୁ। ମଧୁମେହ ଦୂର କରିବାର ଉପଚାର। ଯଦି ମେଥି ଗୁଣ୍ଡ ସକାଳେ ଖାଲି ପେଟରେ ଏବଂ ଲେମ୍ବୁ, ଡାଲଚିନି ପାଣି ଚିନିକୁ ନିୟନ୍ତ୍ରଣରେ ରଖିଥାଏ ଯଦି ପିଅନ୍ତି, ପ୍ରତିଦିନ 20 ମିଲି ଆଲୋଭେରା ଓ ଆମ୍ଲା ରସ ମଧ୍ୟ ପିଅନ୍ତୁ, ତାହେଲେ ଡାଇବେଟିସ୍ କଣ୍ଟ୍ରୋଲରେ ରହେ ଏବଂ ଡାଇବେଟିସ୍ ପାଇଁ କୌଣସି ଅସୁବିଧା ହୋଇନଥାଏ। ନିୟମିତ ଭାବରେ 30ରୁ 45 ମିନିଟ୍ ଯଦି ଚାଲିବା ଓ ଯୋଗ ବ୍ୟାୟାମ କରିବା, ତାହେଲେ ଏହା ଚାପ ହ୍ରାସ ହୋଇଥାଏ। ଧ୍ୟାନ କରନ୍ତୁ ଏବଂ ଭଲ ନିଦରେ ଶୁଅନ୍ତୁ। ଦେଖିବେ ରାତିରେ ଯଦି ପାନମହୁରି ମଧ୍ୟ ଜିରା ପାଣିକୁ ବି ମଧ୍ୟ ଭିଜାଇ ପିଅନ୍ତୁ। ଏସବୁ କରିବା ଦ୍ୱାରା ଆପଣଙ୍କର ମଧୁମେହ ନିୟନ୍ତ୍ରଣ ରହେ ଏବଂ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଅଯଥା ଯୁକ୍ତି ତର୍କରୁ ଦୂରେଇ ରହିବା ଉଚିତ। ଏହା ମୂଲ୍ୟବାନ ସମୟକୁ ନଷ୍ଟ କରିଥାଏ। ସମୟର ସଦୁପଯୋଗ କରନ୍ତୁ। ସମୟ ହିଁ ସଫଳତାର ଚାବିକାଠି ହୋଇଥାଏ। ସ୍ୱାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସବୁବେଳେ ସୁସ୍ଥ ରଖିବାକୁ ଚେଷ୍ଟା କରନ୍ତୁ। ସକାରାତ୍ମକ ମନୋଭାବ ସବୁବେଳେ ରଖିଥାନ୍ତୁ। ଏହା ଦ୍ୱାରା ନିଜର ପାଖାପାଖି ସମସ୍ତେ ଆପଣଙ୍କୁ ପଜିଟିଭ୍ ରହିଲେ ଚିନ୍ତାମୁକ୍ତ ରହିବେ। ସବୁବେଳେ ପଜିଟିଭ୍ ରହିବାକୁ ଚେଷ୍ଟା କରନ୍ତୁ।
ସିଡ଼ି ତଳେ କେବେ ମଧ୍ୟ ଜୋତା ଚପଲ ରଖନ୍ତୁ ନାହିଁ। ଏହା ଘରର ଆର୍ଥିକ ସମସ୍ୟାକୁ ସୃଷ୍ଟି କରିଥାଏ। ଏବଂ ସିଡ଼ି ତଳେ ଠାକୁର ଘର, ବାଥରୁମ୍ କିମ୍ବା ରୋଷେଇ ଘର କେବେ ବି କରନ୍ତୁ ନାହିଁ। ଏହାଦ୍ୱାରା ଅସୁସ୍ଥତା ଲାଗି ରହେ, ସୁଖ ଶାନ୍ତିରେ ନଷ୍ଟ ମଧ୍ୟ ହୋଇଥାଏ। ଏଇ କିଛି ଟିପ୍ସ ଯଦି ଆପଣ ମାନିବେ ତାହେଲେ ଆପଣଙ୍କ ଘର ସୁଖମୟ ହେବ, ସହିତ ଆପଣଙ୍କ ଜୀବନ ସୁଖମୟ ହୋଇକି ବିତିବ। ସିଡ଼ି ତଳେ କେବେ ବି ଅଳିଆ ଡଷ୍ଟବିନ୍ କି କେବେ ବି ରଖନ୍ତୁ ନାହିଁ। ଏହାଦ୍ୱାରା ଘରେ ଏକ ବଡ଼ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ସିଡ଼ି ତଳେ ଯେଉଁ ଜାଗା ଥାଏ, ଏସବୁ ଜିନିଷ କେବେ ବି କରନ୍ତୁ ନାହିଁ। ମକର ସଂକ୍ରାନ୍ତିକୁ ରାଶି ସଂକ୍ରାନ୍ତି ମଧ୍ୟ କହିଥାନ୍ତି। ଏହି ଦିନରେ ଯଦି କଳା ରାଶିକୁ ଆପଣ ସ୍ନାନ କଲା ପରେ କିଛି ରାଶି ଦାନ କରିବା ଦ୍ୱାରା ଶନିଦେବଙ୍କର ପ୍ରଭାବରୁ ମୁକ୍ତି ମିଳିଥାଏ। ରାଶି ଏବଂ ଗୁଡ଼କୁ ଲଡ଼ୁ ବନାଇ ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବଜାୟ ରହେ ଓ ପୁରୁଣା ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ। ଭିଡ଼ିଓଟି ଦୟାକରି ଶେଷ ପର୍ଯ୍ୟନ୍ତ ଦେଖିବେ। ତା ସହିତ ଲାଇକ୍, ସେୟାର ଓ ହାଇ ପଏଣ୍ଟ ଦିଅନ୍ତୁ। ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଦେବତାଙ୍କୁ ଏକ ତମ୍ବା ପାତ୍ରରେ ଜଳ ସହିତ ଫୁଲ ଏବଂ ଚାଉଳ ଅର୍ପଣ କରନ୍ତୁ। ଅର୍ଘ୍ୟ ପ୍ରଦାନ କରିବା ସମୟରେ ଓ ପୁଣି ସୂର୍ଯ୍ୟ ନମଃ ଜପ କରନ୍ତୁ। ଏହା ସମ୍ମାନ ସହିତ ଆପଣଙ୍କର ଧନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯେଉଁ ଘରରେ ମହିଳାଙ୍କୁ ସମ୍ମାନ ମିଳିଥାଏ, ସେଠାରେ ସର୍ବଦା ଶାନ୍ତି ଓ ସମୃଦ୍ଧି ବୃଦ୍ଧି ପାଇଥାଏ। ଏକ ସୁବୁଦ୍ଧି ଓ ସହନଶୀଳ ମହିଳା ପରିବାରକୁ ସଠିକ୍ ଦିଗରେ ନେଇଯାଇଥାଏ। ତେଣୁ ବୁଦ୍ଧିମାନ ମହିଳା ଏବଂ ଧୈର୍ଯ୍ୟଶୀଳ ମହିଳା ହିଁ ପରିବାରକୁ ସଠିକ୍ ଦିଗରେ ନେଇଥାଏ। ମହିଳାଙ୍କର ସୌନ୍ଦର୍ଯ୍ୟ ଠାରୁ ତାଙ୍କର ଚରିତ୍ର ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ। ଖରାପ ସଙ୍ଗତି ମହିଳାଙ୍କ ଜୀବନକୁ ନଷ୍ଟ କରିଥାଏ। ଧୈର୍ଯ୍ୟଶୀଳ ମହିଳା ଜୀବନରେ କଷ୍ଟକୁ ସହଜରେ ଜିତି ପାରିଥାଏ। ଏହି ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥିବ ଦୟାକରି ଲାଇକ୍, ସେୟାର କରିବେ। ବୁଦ୍ଧିମତୀ ମହିଳା ନିଜର ଗୁପ୍ତ କଥାକୁ ସୁରକ୍ଷିତ ରଖିଥାନ୍ତି। ସେ କେବେ ବି କାହାକୁ ପ୍ରକାଶ କରନ୍ତି ନାହିଁ। ମହିଳାଙ୍କ ପାଇଁ ସ୍ୱାଭିମାନ ଠାରୁ ସବୁଠୁ ବଡ଼ ଗୁଣ ହୋଇଥାଏ। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ। ଆଜିର ଦିନଟି ଆପଣମାନଙ୍କର ଶୁଭମୟ ହେଉ। ଜୟ ଜଗନ୍ନାଥ।